ଆପଣଙ୍କର ଯେକୌଣସି ଇଚ୍ଛା ପୂରଣ କରିପାରିବ ଏଇ ଉପାୟଟି। ଆପଣଙ୍କର ଯେକୌଣସି ବି ଇଚ୍ଛା, ଯେମିତି ବି ଇଚ୍ଛା ଥାଉ, ଯାହା ଚାହୁଁଛନ୍ତି ନିଶ୍ଚିନ୍ତ ଭାବରେ এই উপায় যদি କରିବେ ଆପଣଙ୍କର ଇଚ୍ଛା ପୂରଣ ହେବ। କ'ଣ ସେ ଉପାୟ, କେମିତି କରିବେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, এই ସମସ୍ତ ବିଷୟରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର এই ଭିଡ଼ିଓରେ। ତେବେ এই ଯେଉଁ ଉପାୟଟି ମୁଁ ଆଗକୁ କହିବି, এই ଉପାୟଟି ବିଶ୍ୱାସର ସହିତ ଆପଣମାନେ କରନ୍ତୁ। ତେବେ ଉପାୟ କ'ଣ, କେମିତି କରିବେ ଦେଖନ୍ତୁ। ପ୍ରଥମେ ଗୋଟେ ଖାଲି ପେପର ନିଅନ୍ତୁ, ପ୍ଲେନ୍ ପେପର। ସେଥିରେ କ'ଣ କରିବା ନା, ଆପଣଙ୍କର ଯାହା ୱିଶ୍ ଅଛି, ଧର ଆପଣଙ୍କର ବାହାଘର ହେଇପାରୁନି କି ଆପଣଙ୍କର ଗୋଟେ ଭଲ ଚାକିରି ଦରକାର, ପ୍ରଥମେ ଯେଉଁ ଜିନିଷ ଆପଣ ଚିନ୍ତା କରୁଛନ୍ତି, ଯାହା ପାଇବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଆପଣ ଯୋଗ୍ୟ ନା ନାହିଁ ନିଜକୁ ଆଗେ ନିଜେ ପଚାରିବେ। ଏମିତି ନାହିଁ କି ଧରନ୍ତୁ ମୋ ପାଖରେ ଶକ୍ତି ସାମର୍ଥ୍ୟ ନାହିଁ ଆଉ ମୁଁ ଚାହିଁବି ଗୋଟେ ପୋଲିସ ହେବା ପାଇଁ, ମୋର ସେତିକି ହାଇଟ୍ ଥିବା ଦରକାର, ସେତିକି ଫିଜିକ୍ ଥିବା ଦରକାର, ତାହେଲେ ମୁଁ ଚାହିଁବି। ଆଉ ମୁଁ ଇଚ୍ଛା କରିବି ଯେ ମୋ ପାଖକୁ ଏଥର କୋଟି କୋଟି ଟଙ୍କା ଆସୁ, ସେମିତି ହବନି। ସେମିତି ହବ କି? ସେମିତି ହବନି। କିନ୍ତୁ ନିଜର ଯୋଗ୍ୟତା ହିସାବରେ ଯଦି ଆପଣ ସେମିତି କିଛି ୱିଶ୍ ଅଛି, ଆପଣ ତାକୁ ପାଇବା ପାଇଁ ଚାହୁଁଛନ୍ତି, ଧରନ୍ତୁ ଆପଣ ପାଠ ପଢ଼ୁଛନ୍ତି, ଚାକିରି ପାଇଁ ଚାହୁଁଛନ୍ତି, ତ ଯେଉଁ ଚାକିରି ପାଇଁ ଆପଣ ପ୍ରିପେୟାର ହେଉଛନ୍ତି, ଯେଉଁଟା ଆପଣଙ୍କ ଡ୍ରିମ୍ ଜବ୍, ସେଇଭଳି ସ୍ଥଳେ ଆପଣ এই ଉପାୟ କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣ ସକ୍ସେସ୍ ହେବେ। ଚାକିରି ପାଇଁ ହେଉ, ରିଲେସନସିପ୍ ପାଇଁ ହେଉ, ଆପଣଙ୍କର ସକ୍ସେସ୍ ହେଇଯିବ। କରିବେ କ'ଣ ନା, ଗୋଟେ ଖାଲି ପ୍ଲେନ୍ ପେପର ନେବେ, ରେଡ୍ ପେନ୍ ନେବେ। ସେଥିରେ କ'ଣ କରିବେ, ସକାଳ 6ଟା ବେଳେ ଆପଣଙ୍କୁ 3 ଟାଇମ୍ ଲେଖିବାର ଅଛି, ନିଜର ୱିଶ୍କୁ ଲେଖିବାର ଅଛି। ଲେଖିବେ ସକାଳ 6ଟା ଏକ୍ଜାକ୍ଟଲି ଟାଇମ୍। ଆପଣ କ'ଣ କରିବେ, 3 ଥର ଆପଣଙ୍କର ୱିଶ୍କୁ ଲେଖିବେ, 3 ଟାଇମ୍ସ। ସେହିପରି ଦ୍ୱିପ୍ରହରରେ 1ରୁ 3ଟା ଭିତରେ 6 ଥର ଲେଖିବେ ଆପଣଙ୍କର ୱିଶ୍କୁ। ସକାଳେ ଲେଖିବେ 3 ଥର, 6ଟା ଟାଇମିଂ ପୁରା ମନେ ରଖିବେ। 6ଟା ପୂର୍ବରୁ ଲେଖିବେ, 6ଟା ବାଜିବାକୁ 5-10 ମିନିଟ୍ ଥିବ, ସେ ଟାଇମିଂରେ ଆପଣ ଲେଖିବେ। ଯେଉଁ ଟାଇମିଂରେ ଲେଖିବେ ସବୁଦିନେ ସେ ପର୍ଟିକୁଲାର ଗୋଟେ ଟାଇମ୍ରେ ହିଁ ଲେଖିବେ। ସେହିପରି 1ରୁ 3ଟା ଭିତରେ 6 ଟାଇମ୍ସ, 6 ଥର ଲେଖିବେ। ସେହିପରି ରାତି 9ଟା ସମୟରେ, ପାଖାପାଖି 9ଟା ପୂର୍ବରୁ 9 ଥର ଲେଖିବେ ଆପଣଙ୍କର ୱିଶ୍କୁ। ଏହିପରି ଆପଣ ଡେଲି ରିପିଟ୍ କରି ଚାଲିବେ। ଯେତିକି ଥର ଲେଖାଏଁ କହିଲି, ସକାଳେ ଯେତିକି ଥର କହିଲି, ମଧ୍ୟାହ୍ନରେ ଯେତିକି ଥର କହିଲି ଏବଂ ରାତି ସମୟରେ ଯେତିକି ଥର କହିଲି, ଆପଣଙ୍କୁ ରିପିଟ୍ କରିବାର ଅଛି। ସକାଳେ 3 ଥର, ମଧ୍ୟାହ୍ନରେ 6 ଥର ଏବଂ ରାତି 9ଟା ବେଳକୁ 9 ଥର। 3, 6, 9 এই କ୍ରମରେ ଆପଣଙ୍କୁ ଲେଖିବାର ଅଛି, ହ୍ୱାଇଟ୍ ପେପରରେ, ରେଡ୍ ପେନ୍ରେ। ନହେଲେ ଗୋଟେ ଖାତା ନେଇ ଆସିବେ, ଯେଉଁଟାକି ପୁରା ପ୍ଲେନ୍ ଖାତା ଯେଉଁଟା, ସେଥିରେ ରେଡ୍ ପେନ୍ରେ ଆପଣ ଲେଖିବେ। 18 ଥର ଡେଲି, 3, 6, 9 ମାନେ 18 ଥର ଡେଲି, ଆଉ 21 ଦିନ ପର୍ଯ୍ୟନ୍ତ ଲେଖନ୍ତୁ। ମନେ ରଖନ୍ତୁ, 21 ଦିନ ପର୍ଯ୍ୟନ୍ତ ଲଗାତାର ଭାବରେ କରିବେ। ଯଦି ଗୋଟେ ବି ଦିନ ମିସ୍ କଲେ, ଟାଇମିଂ ଆପଣଙ୍କର ମିସ୍ ହେଲା, ତାହେଲେ ପୁଣି ଆଉଥରେ ରିଷ୍ଟାର୍ଟ, ଆଉଥରେ ମୂଳରୁ ପୁଣି ଆଉଥରେ କରିବେ। ଗୋଟେ ବଢ଼ିଆ ଉପାୟ, ଅତି ସହଜିଆ ସରଳିଆ ଉପାୟ ଆପଣମାନଙ୍କ ପାଇଁ। ଖାଲି ଆପଣଙ୍କୁ ପରଫେକ୍ଟ ଟାଇମିଂ ହିସାବରେ ଏକୁ କରିବାର ଅଛି। କରନ୍ତୁ, ଦେଖିବେ 6-7 ଦିନ ଭିତରେ ଆପଣଙ୍କୁ ରେଜଲ୍ଟ ଦେଖାଯିବ। ଯେଉଁଥିପାଇଁ ଚାହୁଁଛନ୍ତି ନା, ଯେଉଁ ଡିଜାୟାର ଅଛି ଆପଣଙ୍କର, ଯେଉଁଟା ପାଇଁ କରୁଛନ୍ତି, ଯାହା ମନୋକାମନା ଅଛି, ତାହା ପୂରଣ ହେବାର ସଂକେତ ଆପଣଙ୍କୁ ମିଳିଯିବ। କରିକି ଦେଖନ୍ତୁ। ତେବେ ଏ ମଧ୍ୟ ଆପଣମାନଙ୍କ ପାଇଁ ଗୋଟେ ମନୋକାମନା ପୂରଣ କରିବାର ଛୋଟିଆ, ସହଜିଆ, ସରଳିଆ ଉପାୟ। ଆପଣମାନେ ସମସ୍ତେ କରିପାରିବେ। ମୁଁ ଚାହିଁବି ଆପଣମାନେ କରନ୍ତୁ। ତେବେ ଯେଉଁମାନେ ବି କରିବେ, ନିହାତି ଭାବରେ କମେଣ୍ଟରେ ଜଣାଇବେ ଯେ ଷ୍ଟାର୍ଟ କରିଛନ୍ତି ବୋଲି ବା ଏଇଟାକୁ କରିଛନ୍ତି ବୋଲି। ଯଦି କିଛି ଏ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କମେଣ୍ଟ ସେକ୍ସନରେ ମୋତେ ଆପଣମାନେ କମେଣ୍ଟରେ ପଚାରିପାରିବେ। ଭିଡ଼ିଓ କେମିତି ଲାଗିଲା ନିହାତି ଭାବରେ ମତାମତ ଦେବେ। ଭିଡ଼ିଓ ଯଦି ଭଲ ଲାଗୁଥାଏ, ସେୟାର କରିକି ସମସ୍ତଙ୍କୁ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।